प्रचारक मानकर अभ्यास शीघ्र सरबी बोली एटा भी आमको शिखा पड़ो मोर पद्धति होती सफिशिएंट टाइम 2 घंटा हो अध घंटा भी हो से मोमेंट रे सफिशिएंट टाइम को आमे फॉलो हेबा को एटा स्पिरिचुअल ज्ञान रो हालेलुया आउ ठीक है हालेलुया आउ अनुरोध कर दिए चिंता चुनते बड़ा छाड़ दियो खरा रे सरेंडर बुझी परछंदी मु मध्य तंबू मोर मुंड ऊपर तंबू आपण गोटारू 15 फुट ऊपर हमर मुंड ऊपर तंबू छाड़ से छिटी है बेटा छाड़ दियो हला पूरा माइंड को अलग कर रखो प्रिय भाई बहन बाइबल में सुसमाचार रो प्राधान्यता भयंकर होते कौन भयंकर होते मु बहुत संक्षिप्त करने को चेष्टा कर पाउल कहले सुसमाचार रे मो तुमको जन्म प्रथम करंती 4:14 पढ़ी पारबे जल्दी जल्दी गोटे मिनिट भीतर लज्जा देवा निमंते एई समस्त विषय लेखु नाही किंतु मोहर प्रिय माइंड धरि जो फटाफट पढ़िबो मोर सब कथा हैला मु तुम मानकु लज्जा देवा निमंते एई समस्त विषय लेखु नाही किंतु मोहर प्रिय संतान बोली मने करी तुम मानकु चेतना देवा निमंते एई समस्त लेखु अछि कारण यद्यपि ख्रीष्टଙ୍କ विषୟରେ ତୁମ୍ଭମାନଙ୍କର 10,000 ଶିକ୍ଷକ ଥାନ୍ତେ ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି ଆଉ ଟିକେ ସ୍ପିଡ୍ କରିବ ହେଲା ବଡା ଟିକେ ସ୍ପିଡ୍ କରିବ କାରଣ ମୁଁ ତୁମ୍ଭମାନଙ୍କୁ ବୋଲିବା ଅପେକ୍ଷା କାରଣ ବି ତୁମ୍ଭମାନଙ୍କୁ ଟିକେ ମତେ ଶପଥ ଦେବ ପ୍ରେଜ ଦ ଲର୍ଡ ପ୍ରିୟ ଭାଇମାନେ ଯେଉଁମାନେ ପ୍ରଭୁରେ ଜନ୍ମ ସେମାନେ ସୁସମାଚାରରେ ଜନ୍ମ କଥାଟାକୁ ବ୍ୟାଖ୍ୟା କରିବି ସୁସମାଚାରର ଦ୍ୱିତୀୟ ମହତ୍ଵ ଦ୍ୱିତୀୟ ଥେସଲୋନିକେ 2:16 ପ୍ରେଜ ଦ ଲର୍ଡ ସୁସମାଚାରରେ କଣ ଅଛି ତାର ପ୍ରାଧାନ୍ୟତା କଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇ ଅଛନ୍ତି ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ ଦ୍ୱିତୀୟ ଥେସଲୋନିକେ 2:16 ଯୀଶୁ ଖ୍ରୀଷ୍ଟ ନିଜେ ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ସେଟା କରୁଛ ପିତାଜୀମାନଙ୍କର ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ଆମ୍ଭମାନଙ୍କୁ ବାଧା ଦିଅନ୍ତି ଏହି ପ୍ରକାରେ ସେମାନେ ସର୍ବଦା ଆପଣା ପରିପୂର୍ଣ୍ଣ କରୁଥାନ୍ତି କିନ୍ତୁ ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ଷିଲାଣି ନା ସେଇଟା जय प्रभु ठीक अच्छी कहबी ना आपको तार लिंक होची प्रथम भीतर 1:12 सुसमाचार कार्य कौन ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣ ଆପଣର ସେବା ନ କରି ତୁମମାନଙ୍କର ସେବା କରୁଥିଲେ ଏହା ସେଇମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା ଆଉ ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମମାନଙ୍କ ନିକଟରେ ସୁସମାଚାର ପ୍ରଚାରକ ମାନଙ୍କ ଦ୍ୱାରା ଏବେ ତୁମମାନଙ୍କୁ ଜଣାଇ ଦିଆଯାଇଅଛି ସେହି ସବୁ ବିଷୟ ଦୂତମାନେ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି सुसमाचार प्रचार
ଯାହା ମାନେ ଜାଣିବେ, ଯାହା ମାନେ ଜାଣିବେ ଅଛି ଏଇ ମାର୍ଗକୁ, ଏଇ ଶାସ୍ତ୍ର ତତ୍ତ୍ୱକୁ ସୁସମାଚାରରେ ବାକ୍ୟ ପ୍ରଚାରରେ ତା ବାହାରେ ଜାଣିବା ଚାନ୍ସ କମ୍। ତେଣୁ ଏଇ ସୁସମାଚାର ମନୁଷ୍ୟ ଦ୍ୱାରା ନୁହେଁ, ଗଲାତିଆ 1:11 ମନୁଷ୍ୟର ମତାনুସାରେ ହେବା ଦରକାର ନାହିଁ। କାରଣ ହେ ଭାଇମାନେ, ଯେଉଁ ସୁସମାଚାର ମୋ ଦ୍ୱାରା ପ୍ରଚାରିତ ହୋଇଅଛି ସେ ସମ୍ବନ୍ଧରେ ତୁମମାନଙ୍କୁ ଜଣାଅଛି ଯେ ତାହା ମନୁଷ୍ୟର ମତାନୁଯାୟୀ ନୁହେଁ। ଜାଣିବାକୁ ଯେବେ ଏହି ସୁସମାଚାର ଉପରେ ହାତ ମାରିବାର ଅଛି, ତେବେ ଏହା ମନୁଷ୍ୟର ମତ ଅନୁସାରେ, ମନୁଷ୍ୟର ଧାରଣା ଅନୁସାରେ ମାତ୍ର ପରମେଶ୍ୱରଙ୍କ ପ୍ରେରଣାରେ ପରମେଶ୍ୱରଙ୍କ ଜାଗରଣ। ସୁସମାଚାରର ପ୍ରାଧାନ୍ୟତାକୁ ପ୍ରଥମେ ରଖିବି ମା ଆପଣଙ୍କ ନିକଟରେ। ଭଲରେ ଶୁଣନ୍ତୁ, କିନ୍ତୁ ମନେ ରଖିଥିବା ଦରକାର ଯେ ସାବଧାନ ହେବା ଦରକାର। ପରମେଶ୍ୱରଙ୍କର ସମସ୍ତ କାର୍ଯ୍ୟ ଧୀରେ ଧୀରେ ଯାହା ସେଇ ଇସ୍ରାଏଲ ମଣ୍ଡଳୀକୁ ଲୋକମାନଙ୍କ ନିକଟରେ ଥୋଇଲେ, ଧୀରେ ଧୀରେ ଅନ୍ୟ ପ୍ରକାର ହେବାକୁ ଗଲା ପରମେଶ୍ୱର। ଅନ୍ୟ ପ୍ରକାର এই ବିଷୟରେ ସାବଧାନ ହେବା ଦରକାର। ଅନ୍ୟ ପ୍ରକାର ମାନେ ପିତ୍ତଳ ସର୍ପ, ସର୍ପଦସ୍ତ ଲୋକ ଦେଖିଲେ ବଞ୍ଚିବ ବୋଲି ପ୍ରଭୁ ସ୍ଥାପନ କଲେ, କିନ୍ତୁ ତାପରେ ପରେ ପିତ୍ତଳ ସର୍ପକୁ ଲୋକମାନେ ପୂଜା କଲେ। ସାବଧାନ। ଆଉ ଦ୍ୱିତୀୟ କଥା କହିଲେ ଆପଣଙ୍କୁ, ସୋଲୋମନ ମନ୍ଦିରରେ ସୁନାର ଢାଲ ସବୁ ରଖିଲେ। ଶତ୍ରୁ ହାବଡ଼ରେ ପଡିଲା ପରେ ତାକୁ ଜାରବିୟମ କଣ କଲେ, ରିହବିୟମ କଣ କଲେ, ପିତ୍ତଳର ଢାଲ। ଆପଣଙ୍କର ଆଧ୍ୟାତ୍ମିକ ଜୀବନ ସୁନାର ଢାଲରୁ ପିତ୍ତଳକୁ ଓହ୍ଲାଇ ପଡ଼ିଛି ନା? সেই সোনার ঢালে ধীরে ধীরে পরিবর্তন হয়ে অন্য প্রকার হেବାକୁ যাଉଛି। প্রিয় ভাই বোনମାନେ, ସାବଧାନ। ମିନିଷ୍ଟ୍ରି ବହୁତ ଦରକାର, କାରଣ ସବୁ ପ୍ରେରଣା ଜାଗରଣରେ କରିପାରୁଛି। ପରମେଶ୍ୱର ବର୍ଷା ନାହିଁ, କିଛି ନାହିଁ, ମେଘ ନାହିଁ। ଜାହାଜ ନିର୍ମାଣ କରିବାକୁ କହିଲେ କହିଲେ ଯେ କୋଉ ଗୋଟିଏ ଜିନିଷ ମଧ୍ୟ ନହ ତାର ପ୍ଲାନ ଲଗେଇ ପାରିବ ନାହିଁ। ଏଟା ହଉଛି ସାବଧାନ। ସବୁ ପ୍ଲାନ ନକ୍ସା ପରମେଶ୍ୱର। ପ୍ରିୟ ଭାଇମାନେ, ଯେବେ ଏଇପରି କାହାର ମିନିଷ୍ଟ୍ରି ହୁଏ, ତାର ଫ୍ୟୁଚର ଆଶଙ୍କା ନୁହଁ। ଯେବେ ନୁହଁ, ଆମର ପ୍ଲାନ ଯଦି ମିଶିଛି ତା ଭିତରେ ଆଶଙ୍କା ହେବାର ଯଥେଷ୍ଟ ଚାନ୍ସ ଅଛି। ଅନ୍ୟ ସମୟରେ ପିତ୍ତଳର ଢାଲ ପରିବର୍ତ୍ତେ সেই ମନ୍ଦିରର ପରିଣାମ ଏପରି ହେଲା ଯେ ମାଟି ସ୍ତୂପ ଜେରୁସାଲେମ। ପ୍ରିୟ ଭାଇ ଏବଂ ଭଉଣୀମାନେ, ସୁସମାଚାର ଉପରେ ସାବଧାନ କଥା ଗୋଟିଏ କହିବି। ଗଲାତି 1:6 ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ଅନ୍ୟ ସୁସମାଚାର ଅଛି, ଏହା ଆମ ଭିତରେ ହିଁ। Praise the Lord. Praise the Lord. Hallelujah. अन्य सुसमाचार प्रति सावधान को व्याख्या करिबे नाही। प्रथम द्वितीय ग्रंथ 11:4 ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଗୃହଗର ଧାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ। ସାବଧାନ। ଅନୁଷ୍ଠାନ, ମଣ୍ଡଳୀ, ବିଶ୍ୱାସୀ ବିଶ୍ୱାସିନୀ, ଏଥିପାଇଁ ସାବଧାନ। ଗଲାତି ପୁସ୍ତକର ଅନ୍ୟ ସୁସମାଚାର ହେଉଛି ସୁନ୍ନତ ଉପରେ। ଏଇ ପୁସ୍ତକର କରନ୍ତି ପୁସ୍ତକର ଅନ୍ୟ ସୁସମାଚାର ହେଉଛି ସୁନ୍ନତ ଉପରେ ନୁହେଁ, ମନୁଷ୍ୟର ମତ ଅନୁସାରେ। ପ୍ରିୟ ଭାଇ
ଏହା ଭବିଷ୍ୟତରେ ବର୍ତ୍ତମାନ ଘଟିବ ଯଥେଷ୍ଟ ସମ୍ଭାବନା ଅଛି। ଆତ୍ମା ହେଉ ଯୀଶୁ ହେଉ ସୁସମାଚାର ହେଉ ଅନ୍ୟ ପ୍ରକାର ଗୋଟେ ଆସିବ ବାତାବରଣ ସେଟା ନାହିଁ ଏଇଟା ବୋଲି ଆପଣ ଜମ୍ପ କରିପାରିବେ ନିନ୍ଦା କରିବେ। ଆମର ମିଶନାରୀ ମାନେ ଯେମିତି ମିଶନାରୀ ମାନେ ଏଇଟା ଶିଖେଇଥିଲେ ଏଇଟା ଶିଖେଇ ନଥିଲେ, ଆମର ପୂର୍ବପୁରୁଷ ପାଷ୍ଟର ମାନେ ଏଇଟା ଶିଖେଇଲେ ଏଇଟା ଶିଖେଇ ନଥିଲେ, ପ୍ରଚାର କରିନଥିଲେ, ଏଭଳି ଜମ୍ପ ମାରିବାର ଚାନ୍ସ ଅଛି। ମୁଁ ପୁରା ଚ୍ୟାଲେଞ୍ଜ କରିବି ମୋ ସହିତ ମୋ କଥାକୁ କାଟିବା ପାଇଁ ରେଡି ହୁଅନ୍ତୁ। ପ୍ରିୟ ଭାଇମାନେ ପୁଣି ଶୁଣନ୍ତୁ, ସୁସମାଚାରରେ ଏମିତି ହେବା ଦରକାର ଯେ ତାହା ବିକୃତ ନ ହେଉ, ଏମିତି ହେବା ଦରକାର। କେମିତି ହେବା ଦରକାର? ପ୍ରଥମ କରନ୍ତି 1 ପର୍ବର 17 ପଦରେ, କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ। ଶୁଣନ୍ତୁ ଗୋଟେ ମିନିଟ୍, ବାପ୍ତିସ୍ମ ସମସ୍ତେ ଦେଇପାରିବେ କି ନାହିଁ ଆପଣ ମାନେ ଡିସାଇଡ୍ କରନ୍ତୁ। ବର୍ତ୍ତମାନ ସମସ୍ତେ ଦେବାକୁ ରେଡି, ସମସ୍ତ ଛାଡ଼ନ୍ତୁ ସେ ଆଲୋଚନା ଆଜି ଆମେ କରିବା ନାହିଁ, କାରଣ ଲେଖା ହେଇଛି ବାଇବଲରେ ସମସ୍ତେ କି ପ୍ରେରିତ, ସମସ୍ତେ କି ଭାବବାଦୀ, କିନ୍ତୁ ଆମେ ସମସ୍ତେ ହେବାକୁ ଲାଷ୍ଟିଂ ନୁହଁ, ପକ୍କା ପକ୍କା ଲାଷ୍ଟିଂ ନୁହଁ। ତାହା ମଧ୍ୟ ବାକ୍ୟ ଡମ୍ବରରେ ନୁହେଁ, ତାକୁ ସରଳ ତର୍ଜମାରେ ଲେଖା ଅଛି ମନୁଷ୍ୟର ଜ୍ଞାନରେ ନୁହେଁ, ମାତ୍ର ଆତ୍ମାଙ୍କ ଜ୍ଞାନରେ। ବାକ୍ୟର ଆଡମ୍ବର, କଥାର ଆଡମ୍ବର, କଥାର ମାଧୁର୍ଯ୍ୟ ଆଉ ତାକୁ ମୁଁ ଆଗକୁ ଯାଏ ନାହିଁ। ବାକ୍ୟର ଆଡମ୍ବରରେ ପ୍ରଚାର ଗ୍ରହଣ ଯୋଗ୍ୟ ନୁହେଁ। ହେଲେ ତମେ ଏଠି ରହିବ ନା ଆଉଟସାଇଡ୍ କରିବ? ଏ ବାନ୍ୟାନ କିଣିଦେବାଟା ଛାଡ଼ିଛନ୍ତି, ବଡ ଉତ୍ପାତ ହଉଛନ୍ତି। ମୁଁ ଯେବେ ଅନୁଯୋଗ କରିଗଲେ ମତେ ଆନନ୍ଦ ଥିଲେ ଏକା ଅନୁଯୋଗ ରାଇଟ୍ ହୋଇପାରିବି। ଯଦି ମତେ ଦୁଃଖ ଆସିଗଲା ଆଉ ମୁଁ ଆଗକୁ ଯାଇପାରିବିନି କହିଲେ ସେ ଅନୁଯୋଗ ରାଇଟ୍ ନୁହଁ, ଏଇଟା ମୁଁ ଡିସାଇଡ୍ କରିଛି। ହାଲେଲୁୟା। ପ୍ରିୟ ଭାଇ ଏବଂ ଭଉଣୀମାନେ, ବାକ୍ୟ ଆରମ୍ଭକୁ ମୁଁ କହୁନି, କିନ୍ତୁ କହିବି କୋଉଥିପାଇଁ ଆପଣଙ୍କର ବିଜାତି ମାନଙ୍କ ନିକଟରେ ନା ସ୍ୱଜାତି ମାନଙ୍କ ନିକଟରେ। ଗାଲାତି 2 ପର୍ବର 8, ଏହା ହଉଛି ଆମର ଡିସାଇଡରେ ଆସିବା ଦରକାର। ସେମିତି ସେମିତି ପ୍ରଚାରକ ହେଇପାରିବେ ନାହିଁ, ସେମିତି ସୁସମାଚାର ଭାଙ୍ଗି ପାରିବେ ନାହିଁ। କାରଣ ସୁନ୍ନତି ମାନଙ୍କ ନିକଟରେ ପ୍ରେରିତ ପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ବିଜାତି ମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମତେ ମଧ୍ୟ ସକ୍ଷମ କଲେ। ସେହି ପ୍ରେରିତ ପଦ, ସେହି ସୁସମାଚାର ପ୍ରଚାରକ, କିନ୍ତୁ ବିଜାତି ମାନଙ୍କ ମଧ୍ୟରେ আর ডিসাইড প্রচারক মানে କରିବା ଦରକାର। ଯଦି ନ କରି ଆଗକୁ ଯାଉଛ ସକ୍ରିୟ ହେଇପାରିବନି। ପ୍ରିୟ ଭାଇ ଏବଂ ଭଉଣୀମାନେ, ମୋର ଆରମ୍ଭରେ 76 ସାଲରେ ପ୍ରଭୁ ଆହ୍ୱାନ କଲା ପରେ ମୁଁ ଠିଆ ଗାଁ ବୁଲି ନନ୍ ଖ୍ରୀଷ୍ଟିଆନ ମାନଙ୍କ ନିକଟରେ ଗାଁ ଯାଇ ପାର୍ଟି କରି ପ୍ରଚାର କରି କେତେ ସମୟ ଚାଲିଲା, ବର୍ଷେ 2 ବର୍ଷ ଭିତରେ। ତାପରେ ପ୍ରଭୁ ଯେତେବେଳେ ଏଇ ରାସ୍ତା ଅଛି ବୋଲି ମତେ କହିଲେ, ମୁଁ ଏ ରାସ୍ତାରେ ସେଟା କିଛି ଖରାପ ନାହିଁ, କଲେ ବି ଖରାପ ନାହିଁ, ଆଉ କିନ୍ତୁ ଆକ୍ସେସ୍ ନ ହଉ। ମୋର ନିରୂପଣ ପଥର ବାହାରେ, ରୁଟ୍ର ବାହାରେ ଆପଣ ବି ଯାଇପାରିବେନି, ମଧ୍ୟ ରୁଟ୍ ଭିତରେ ଯିବାର ଅଛି। ସୁସମାଚାର ପ୍ରଚାରର ମହତ୍ଵ ପ୍ରିୟ ଭାଇ ଭଉଣୀ। ଆଉ ଗୋଟେ କହିବି, 2 Corinthians 10 ପର୍ବର 14-16, ଜଲ୍ଦି ତା ଭିତରେ କଣ ଅଛି? କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ ତାହା ନୁହେଁ, ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା
ମାଧ୍ୟମରେ ଯେପରି ସୁସମାଚାର ପ୍ରଚାର କରିପାରିବା ଏହା ଭରସା କରୁଅଛୁ। ସୀମା ପରିମାଣ ମନେ ରଖିଥାନ୍ତୁ, କହିବାକୁ ସମୟ ସୀମା ପରିମାଣ ଅନୁସାରେ ଏସବୁକୁ କେୟାର କରୁନାହାନ୍ତି ବର୍ତ୍ତମାନ ମିଶନାରୀ ମାନେ, ବର୍ତ୍ତମାନ ପ୍ରଚାରକ ମାନେ ଏସବୁକୁ ଦୃଷ୍ଟି ଲଗାଉନାହାନ୍ତି। ଏହା ନିହାତି ଦରକାର। ଯୁଦ୍ଧରେ ଯେପରି ଅସ୍ତ୍ର ଶସ୍ତ୍ର, ଯୁଦ୍ଧରେ ଯେପରି ଆଉ ଶକ୍ତି, ଏସବୁ ହଉଛି ତାହା ପ୍ରିୟ ଭାଇ ମାନେ ପୁଣି କହିବେ ଆପଣଙ୍କ ସୁସମାଚାରର ମହତ୍ଵ। 2 Korinଥୀ 2:12 ଯେତେ ସୁଯୋଗ ଥିଲେ ମଧ୍ୟ ଭାଇ ଭାଇ ଖ୍ରୀଷ୍ଟୀୟ ଭାଇ ଭାଇର ଫେଲୋସିପ୍ ରହିପାରିଛି। ପୁଣି ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋଆକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗ ରୂପ ଦ୍ୱାର ମୁକ୍ତ ହେଲେ ହେ ମୋହର ଭାଇ ତିତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରେ ସୁଯୋଗ ମିଳିଲେ ଆମେ ଭିତର ଦେଶରେ ଆଉ ସହକର୍ମୀ ଭାତୃପ୍ରେମ ସହଭାଗିତାକୁ ସମ୍ପୂର୍ଣ୍ଣ ଭୁଲି ଯାଉଛୁ। ଏହା ନୁହେଁ ସୁସମାଚାରର ପଦ୍ଧତି ପ୍ରଣାଳୀ ନୁହେଁ। ପ୍ରିୟ ଭାଇ ମାନେ, ମୁଁ ଆଉ ନମ୍ବରିଂ କରିବି ନାହିଁ। ସୁସମାଚାର କଣ? ପ୍ରିୟ ଭାଇ ମାନେ, ପ୍ରଚାର କଣ? ଅଧିକ ନମ୍ବରିଂ କରିବେନି, ଗୋଟେ କହିବି। ରୋମୀ 10:15 ଯେଉଁମାନେ ସୁସମାଚାର ପ୍ରଚାର କରିବେ ସେମାନଙ୍କର ଯୋଗ୍ୟତା ମନେ ରଖିଥାନ୍ତୁ, ସେମାନଙ୍କ ପ୍ରଣାଳୀ ମନେ ରଖିଥାନ୍ତୁ। ଏଇ ପ୍ରକାର ଭାବେ ହେବା ଦରକାର। ପୁଣି ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖା ଅଛି, ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି ସେମାନଙ୍କର ପାଦ କିପରି ଶୋଭାଯୁକ୍ତ। ପ୍ରେରିତ ନ ହେଲେ ପ୍ରଚାର ହେଇପାରିବ। ଆହ୍ୱାନ ନୁହଁ, ପ୍ରେରଣ। ଆପଣ ଅନ୍ୟ ସମୟରେ ଦେଖନ୍ତୁ, ସମୟ ନାହିଁ। ମାର୍କ 3:12-14 ଆହ୍ୱାନ ପ୍ରଥମେ, ପ୍ରେରଣ ଦ୍ୱିତୀୟ। ତେଣୁ ବିନା ଆହ୍ୱାନରେ ଆମର ପ୍ରେରଣ କେବଳ ପାଇବା ପରେ ଯାଉଛନ୍ତି ନା କଣ? ମୋର ଅନୁଷ୍ଠାନରେ ଡାଇରେକ୍ଟର ମାନଙ୍କର ପ୍ରେରଣାରେ ଯାଉଛନ୍ତି। ଆହ୍ୱାନ ଫାଷ୍ଟ ଆପଣଙ୍କର ରହିବା ଦରକାର। ଡାଇରେକ୍ଟ ହଉ ଇନଡାଇରେକ୍ଟ ହଉ ଯାଏ। ପ୍ରଭୁ ମୋତେ ସ୍ୱୟଂ ମୋ ମୁହଁରେ ଠିଆଇ ଶୂନ୍ୟରେ ଠିଆ ହେଇ କହିଲେ, ଉପେନ୍ଦ୍ର ପରିଛା ତୁମର ସାର୍ଟିଫିକେଟ ଛାଡ ମୋ ପଛରେ ଆସ। ପ୍ରିୟ ଭାଇ ମାନେ, ଜୀବନରେ ମୁଁ କେବେ କାନ୍ଦି ନଥିଲି, କେବେ ଛାତିରେ ମାରି ନଥିଲି, କେବେ ଅନୁତାପ ମୁଁ କରିନଥିଲି। ଆଉ କହିବି ରହିବା ଦରକାର। ଏଇ ସ୍ୱର୍ଗୀୟ ଶସ୍ୟ ପୁଅମାନେ ରହିବା ଦରକାର, ଆଉ ସ୍ୱର୍ଗୀୟ ଆହ୍ୱାନ ରହିବା ଦରକାର। ପ୍ରେରଣ ତାପରେ ପ୍ରେରିତ ନହି ସୁସମାଚାର ପ୍ରଚାର ଯଦି ଦରମା ପାଇଁ, ଟଙ୍କା ପାଇଁ, ରାଜପତି ବାବୁ କହୁଥିଲେ ଯେ ଧନ ଲୋଭ, ଏଇଟା ସବୁ ଡ୍ରାମା। ପ୍ରକୃତ ଡାଇରେକ୍ଟ ହଉ ଇନଡାଇରେକ୍ଟ ହଉ ଆହ୍ୱାନ ଥାଉ। ପୁଣି ପ୍ରିୟ ଭାଇ ମାନେ, ସୁସମାଚାରର ମହତ୍ଵ ଏହା ଆଜି ନୁହଁ, କାଲି ନୁହଁ, 2000 ବର୍ଷ ତଳେ ନୁହଁ। ସୁସମାଚାର ପ୍ରଚାର କରିବା ପାଇଁ ପ୍ରିୟ ଭାଇ ମାନେ ବହୁତ କଷ୍ଟ ସହିଛନ୍ତି। କଣ ଯୁବକ ଜନ୍ମ କହିଲେ, ମୁଁ ତା ସେ ମହାନ ପ୍ରାଣ କର୍ତ୍ତା, ମୁଁ ତାଙ୍କର ଜୋତାର ବନ୍ଧନୀ ଫିଟେଇବାକୁ କଣ ସେ ଜୋତାର ବନ୍ଧନୀ ଆଉ ଲେସ୍ ପଡିବା ଜୋତା ଯୀଶୁ ପିନ୍ଧୁଥିଲେ। ଆଉ ଗୋଟେ କହିଲେ କଣ, ମୁଁ ତାଙ୍କ ଜୋତା ବହନ କରିବା, ତାଙ୍କ ଜୋତା ବହନ କରିଥିଲେ କି ବନ୍ଧନୀ ଖୋଲୁଥିଲେ। ଗୁରୁ ମୁଁ ଖୋଲିଦେବି, ଗୁରୁ ମୁଁ ଖୋଲିଦେବି, ଗୁରୁ ଏହା କହୁଥିଲା ନା କଣ? ସୁସମାଚାର ଭାଙ୍ଗିବା ପାଇଁ ଯୁବକ ଜହନଙ୍କର ରେସ୍ପନ୍ସ ନଥିଲା, ପ୍ରେରିତ ମାନଙ୍କର ଥିଲା। ତେଣୁ ଏ କଥା କହିଲେ ସୁସମାଚାରକୁ ଭାଙ୍ଗିବା ପାଇଁ, ସୁସମାଚାରକୁ ବନେଇବା ପାଇଁ ଆପଣ ଭାଙ୍ଗିବା କ୍ୱାଲିଟି ଅଲଗା ଅଛି। ପ୍ରିୟ ଭାଇ ମାନେ,
आज जेकोसी प्रकार परमेश्वर राज्य निमंते प्रस्तुत हो पुरातन नियम आगुरी थिला सुसमाचार आगुरी अच्छी जिसाई 40:8 जय प्रभु तृण शुष्क हो जाए पुष्प मरी न हुए मात्र आंभମାନଙ୍କ परमेश्वरଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ हे सियोन ନିକଟରେ ସୁସମାଚାର ପ୍ରଚାରକାରିଣୀ ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ हे ଜେରୁସାଲେମ ନିକଟରେ ସୁସମାଚାର ପ୍ରଚାରକାରିଣୀ ତୁମ୍ଭେ ବଡ଼ ଉଚ୍ଚ ସ୍ୱର କର ସେହି ବାକ୍ୟ ସୁସମାଚାର ବୋଲି ଆମର ନୂତନ ନିୟମରେ ପ୍ରମାଣ ଦେବି ପ୍ରିୟ ଭାଇ ଭଉଣୀମାନେ କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ସମୟରେ ବଡ଼ ଦରକାର ଆତ୍ମିକ ବଳ ଦରକାର ସଂସାରରେ ଆମର ଅଛି ସୁସମାଚାରର ଶକ୍ତି Praise the Lord. Hallelujah. ପ୍ରିୟ ଭାଇ ଭଉଣୀମାନେ ପ୍ରିୟ ବାବା ମା ପୁଅ ଝିଅମାନେ ଶକ୍ତିରେ ପରମେଶ୍ୱରର ଶକ୍ତିରେ ଘୋଷଣା କରିବାର ଅଛି କିନ୍ତୁ ଆଗରୁ ଅଛି ବୋଲି ମୁଁ ନୂତନ ନିୟମରେ କହିବି ପ୍ରଥମ ପିତର 1:24-25 ଜୟ କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ ତୃଣ ଶୁଖିଯାଏ ଆଉ ଫୁଲ ଝଡ଼ି ପଡ଼େ କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ ଏହା ସେହି ସୁସମାଚାରର ବାକ୍ୟ ସେ ସୁସମାଚାର ଯୀଶୁ ପୁସ୍ତକରୁ ବାଇବେଲରୁ ପୁରାତନ ନିୟମରୁ ପ୍ରମାଣଯୁକ୍ତ ପ୍ରିୟ ଭାଇ ଭଉଣୀମାନେ ସେହି ସୁସମାଚାର ଗଲାତୀ 3:8 ଜୟ ସର୍ବଶକ୍ତିମାନ ଆଉ ଈଶ୍ୱର ବିଜାତିମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଶୁଣନ୍ତୁ ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା এই সুসমাচারের মহত্বକୁ বঢ়େଇବା ଦରକାର ଆଲୋଚନାରେ ବ୍ୟାଖ୍ୟାରେ ମୁଁ କରିବାର ନାହିଁ ଦୁଃଖିତ ଯେ ଅବ୍ରାହମଙ୍କ ସମୟ ଠାରୁ ଏ ସୁସମାଚାର କିନ୍ତୁ ଭାଙ୍ଗିବା ପାଇଁ ପ୍ରଦତ୍ତ ହେବ ପ୍ରେରିତମାନଙ୍କ କିନ୍ତୁ ଏ ପ୍ରେରିତ ଏସିଆନ୍ଟି ପ୍ରେରିତ ନୁହନ୍ତି ଆପୋଷ୍ଟଲ ସେମାନେ ହିଁ ଭାଙ୍ଗିବେ ଆମେ ସବୁ ଆମ ଯେତିକି ଆଉ ଅନ୍ୟ ପ୍ରେରିତ ମାନେ ଅଛନ୍ତି SENT ଆମ ସେବାର ହେଇପାରେ ରାଜଦୂତ ହେଇପାରେ କିନ୍ତୁ 12 ଜଣ ପ୍ରେରିତ ସେମାନେ ମୁଁ କହିଛି ଆପଣଙ୍କୁ ମୁଁ ଆପୋଷ୍ଟଲ ଶବ୍ଦକୁ ଡିକ୍ସନାରୀରେ ଜେନେରାଲ ଡିକ୍ସନାରୀ ଦେଖିଛି ଅଜନ୍ତା ଡିକ୍ସନାରୀରେ ସେ ଲେଖା ହେଇଛି ଯୀଶୁ ଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟ ପ୍ରେଜ ଦ ଲର୍ଡ ବୋଲି କହିଲି କୌଣସି ବାକ୍ୟ ନାହିଁ ଆପୋଷ୍ଟଲ ନା ଏମିତି ପ୍ରଭୁ ଦେଲେ ତାଙ୍କ ଶିଷ୍ୟମାନଙ୍କୁ ତାଙ୍କ ଦାସମାନଙ୍କୁ ଆଉ ଜେନେରାଲ ନଲେଜରେ ପାଇପାରିବେ ନାହିଁ ତାକୁ କହିବେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଏମାନେ ହିଁ ଭାଙ୍ଗିବେ ଏମାନେ ହିଁ ପ୍ରଚାର କରିବେ ପ୍ରକୃତ ଭାବରେ ଯେଉଁମାନେ ଗ୍ରସ୍ତ କରିଛନ୍ତି ପ୍ରଭୁ ଡାକିଛନ୍ତି ପ୍ରେରଣ କରିଛନ୍ତି ଶିଷ୍ୟମାନଙ୍କୁ ଡାକିଲେ ସାଙ୍ଗରେ ରହିବା ପାଇଁ ପ୍ରେରଣ କରିବା ପାଇଁ ପ୍ରିୟ ଭାଇ ଭଉଣୀ ସେବା କାର୍ଯ୍ୟ ପରମେଶ୍ୱରଙ୍କ ସେବା କାର୍ଯ୍ୟର କଥା ଗୋଟେ ମଝିରେ ମନେ ପଡିଲା ଲୁକ 8:3 କାହିଁକି ଆପଣଙ୍କୁ ଜବରଦସ୍ତ କଲି ଆପଣ ଫ୍ରିରେ ଦେଇନାହାନ୍ତି ଅନେକ ଲୋକ ବସି ଉଠିନାହାନ୍ତି ହେରୋଦଙ୍କ ବ୍ୟବସ୍ଥା ପୂଜାଙ୍କ ଭାର୍ଯ୍ୟା ଯୋହନା ଶୋଷନା ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାଙ୍କ ସାଙ୍ଗରେ ଥାଇ ଆପଣ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ ଜାଣିପାରୁଛନ୍ତି ବାଇବେଲରେ ଲେଖା ହେଉଛି ତୁମ୍ଭମାନଙ୍କର ସୁନା ବର୍ତ୍ତମାନ କଣ ହେଲାଣି କଳଙ୍କ ଲାଗିଲାଣି ଲୁଗାପଟା ଇସ୍ତ୍ରୀ କରି ଭାଙ୍ଗି ସଜେଇ ରଖିଦେଲେ ବସ୍ତ୍ର ମାନଙ୍କରେ କଣ ହେଲାଣି ପୋକ ଖାଇଲାଣି ଖାଇବ ସୁନା ଟଙ୍କା ସେତିକି ରଖୁଛନ୍ତି ଆମର କଳଙ୍କ ଲାଗିବ ତା ପୂର୍ବରୁ ପ୍ରଭୁଙ୍କ ରାଜ୍ୟ ପାଇଁ ହାତକୁ ବଳବାନ କରନ୍ତୁ ହାତକୁ ପ୍ରଭୁଙ୍କ ଲୋକମାନଙ୍କର ହସ୍ତକୁ ବଳବାନ କରିବାର ଅଛି ଦାନରେ ବୋଲି ଆପଣ ବର୍ତ୍ତମାନ କରନ୍ତୁ ନାହିଁ ଏଜ୍ରା 1:5 ଲେଖା ଅଛି ପ୍ରଭୁଙ୍କ ଦାସମାନଙ୍କର ହସ୍ତକୁ ସବଳ କରିବା ଦରକାର ସେମାନେ ବାଳକ ହୁଅନ୍ତୁ ପ୍ରଚାରକ ହୁଅନ୍ତୁ ପରିଶ୍ରମୀ ହୁଅନ୍ତୁ ସେମାନେ ଧନୀ ହୁଅନ୍ତୁ ତାଙ୍କର ଘରୋଇ ଧନ ସହିତ ଆମର ସମ୍ପର୍କ ନାହିଁ ପ୍ରଭୁଙ୍କ ସେବକ ହିସାବରେ ଆମର
ভুল ধারণা করন্তু ধনী লোক হলো আমাকে সম্পর্ক নাই সে কার্যকারী জনে এই সম্পর্ক আছে আমি হাত দেখবা অনেক জায়গায় পাস্টর মানকো আমকো ডাকি মতে কেবল কাম করନ୍ତି ସେମାନଙ୍କୁ ଦିଅନ୍ତି ସେମାନଙ୍କୁ ମଧ୍ୟ ଖାଆନ୍ତି ଆଟଲିଷ୍ଟ 50 ଟଙ୍କା ତମେ ଶିଖିବାର ଅଛି ତମର ପିଲାମାନେ ଶିଖିବାର ଅଛି ସେ ମଧ୍ୟ ଆସିବ ତାଙ୍କର ମଧ୍ୟ ଦେବା ଆମର କର୍ତ୍ତବ୍ୟ ପ୍ରେଜ ଦ ଲର୍ଡ ପ୍ରିୟ ଭାଇମାନେ এই সুসমাଚାরକୁ ପରମେଶ୍ୱର ଯାହାଙ୍କ ମୁଖରେ ବାକ୍ୟ ଦେଇଛନ୍ତି ଧନ୍ୟ ସେ କାରଣ ଯିଶାୟାକୁ କହିଲେ ଆମେ ତୁମ ମୁଖକୁ ସ୍ପର୍ଶ କରିଛୁ ଝିରିମିକୁ କହିଲେ ଆମେ ତୁମ ମୁଖରେ ଆମର ବାକ୍ୟ ସୁସମାଚାରର ଶେଷ ଅଂଶକୁ କହିବି ସୁସମାଚାରର ଗୋଟିଏ ନାଁ ଗୋଟିଏ ତତ୍ତ୍ୱ ଅନେକ ନା ଅନେକ ତତ୍ତ୍ୱ ଟିକେ ଶୁଣନ୍ତୁ ମାଥ୍ୟୁ 4 ପର୍ବର 17 ଜୟ ପ୍ରଭୁ ଏହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ ଘୋଷଣା କରୁ କରୁ 23 କୋଟି ରେଡି ହୁଅନ୍ତୁ କି ଯେ କୌଣସି ଝିଅ 23 ଘୋଷଣା କରୁ କରୁ ପରେ ଯୀଶୁ ସେମାନଙ୍କ ସମାଜ ଗୃହ ସମୟରେ ଶିକ୍ଷା ଦେଇ ରାଜ୍ୟ ଓ ସୁସମାଚାର ଘୋଷଣା କରି थैंक यू राज्यर सुसमाचार व्याख्या କରିବାକୁ ସମୟ ନାହିଁ କଣ ରାଜ୍ୟର ସୁସମାଚାର ପ୍ରିୟ ଭାଇମାନେ ଆମେ ସୁସମାଚାର ରାଜ୍ୟର ସୁସମାଚାର କଣ ସ୍ୱର୍ଗ ରାଜ୍ୟର କଥା ହେଉଛି ଦୂତମାନେ ଆସୁଛନ୍ତି ଦୂତମାନେ ଯାଉଛନ୍ତି ଚାଲିଛି କାମ ଅଛି ପରମେଶ୍ୱରଙ୍କ ପୃଥିବୀରେ ଅନବରତ ଚାଲିଛି ଦେଖିଲେ ଯାକୁବ ଯେ ସିଂହ ମରିଛି ସୋପାନ ମରିଛି ପରମେଶ୍ୱରଙ୍କ ଦୂତମାନେ ଯିବା ଆସିବା କରୁଛନ୍ତି ଚାଲିଛି সেই সময়টাରୁ ପରମେଶ୍ୱରଙ୍କ ରାଜ୍ୟ କାର୍ଯ୍ୟ ପୃଥିବୀରେ ଚାଲିଛି ପ୍ରିୟ ଭାଇମାନେ ଯେ ପୃଥିବୀରୁ ଆଉ ସ୍ୱର୍ଗରେ କେତେଟା କମ୍ପ୍ଲେନ ଅଛି ଆପତ୍ତି ଅଛି ପରମେଶ୍ୱର ଯୋଉମାନଙ୍କର ମସ୍ତକ ଛେଦନ ହୋଇଥିଲା ସେମାନଙ୍କର ଆତ୍ମା ଗଣକୁ ବ୍ୟତୀତ ଦେଖିଲି ବୋଲି କହୁଛନ୍ତି ଦର୍ଶକ ସେମାନେ କହିଲେ ପରମେଶ୍ୱରଙ୍କୁ କେତେ କାଳ ପୃଥିବୀର ବିଚାର ଏମାନେ ଡାକ ଦେଉଛନ୍ତି ଏମାନଙ୍କ ସଙ୍ଗେ ମୂଷା ବି ସାମିଲ ଅଛନ୍ତି ବୋଲି ଜଣାପଡୁଛି ଜହନ 5 ପର୍ବ 45ରେ କାରଣ ଯୀଶୁ କହିଲେ ତୁମେ ଯୋଉ ମୂଷା ହଉଛ ସେ ତୁମ ବିରୁଦ୍ଧରେ ଆପତ୍ତି କରୁ ତତ୍ତ୍ୱକୁ କହିବା ଦରକାର ବ୍ୟାଖ୍ୟା କରିବା ଦରକାର ମୂଷା କେମିତି ମିଶିଲେ ପ୍ରିୟ ଭାଇମାନେ ଏଇମାନେ ସ୍ୱର୍ଗରୁ ପୁଣି ପ୍ରକାଶିତ କରନ୍ତୁ ମ୍ୟାଡାମ ଏକ୍ସଟ୍ରା କଥା ପଢନ୍ତୁ ପ୍ରକାଶିତ 12 ପର୍ବ 9-12 ଦିଆବଳ ଦିନ ରାତି ପ୍ରଭୁଙ୍କ ଲୋକମାନଙ୍କ ବିରୁଦ୍ଧରେ ପରମେଶ୍ୱରଙ୍କ ନିକଟରେ ଏ ସବୁର ମୀମାଂସା କରିବା ତାହା କେବଳ ନୁହେଁ ଦାନିଏଲ ସିଂହ ଗର୍ଭରେ ତୁମ ନିକଟରେ ପ୍ରାର୍ଥନା ଜଗତକୁ ତୁମେ ସିଂହଗର୍ତ୍ତରେ ପଡ଼ିଛନ୍ତି ସେମାନଙ୍କ ନିକଟରେ ଦୂତକୁ ପଠାଇ ଦେଇଛନ୍ତି ମଜା ବାଇବଲ କଥା କି ମଜା ଦୂତମାନେ ଯାଇ ଦାନିଏଲର ଟେଷ୍ଟମନି ଅନୁସାରେ ଲେଖା ହେଉଛି ଦୂତମାନେ ସିଂହମାନଙ୍କର ମୁଁ ସର୍କସ ଗୋଟେ ଦେଖିଲି ସିଂହ ବାଘ ମାନଙ୍କୁ ସେ ପିଞ୍ଜରରୁ ବାହାର କରେ ବାହାର କଲେ ଟିକେ ଛାଡି ଦିଏ ରିଙ୍ଗ ମାଷ୍ଟର କରେଣ୍ଟ ଚାବୁକ ଦେଖିଦେଲା ମାତ୍ରକେ ଦୂତମାନେ ରିଙ୍ଗ ମାଷ୍ଟର କରେଣ୍ଟ ଚାବୁକ ଧରିଲା ଭଳି ପାୱାର ଅଛି ସିଂହମାନେ କାହା ଘରେ ଡବାର ମାନେ କାହା ଘରେ କି କହିଲେ ଏମିତି ସେ ଘର କଥା ଯାଏ ଲାଞ୍ଜ ଜାକିକିରି ପରମେଶ୍ୱରଙ୍କ ଦୂତଙ୍କର କଥା ବୁଝୁଛନ୍ତି ଦାନିଏଲ କଥା ବୁଝୁଛନ୍ତି ସଜୟ ମଶାଫିଙ୍କ କଥା ବୁଝୁଛନ୍ତି ଦୁନିଆ କଥା ବୁଝୁଛନ୍ତି ଏଇଟା ହଉଛି ସ୍ୱର୍ଗ ରାଜ୍ୟ
কারবার চলিছে, প্রেরণা চলিছে, মনোনীত চলিছে, ঘোষণা চলিছে, সব প্রকার কার্য দিন নুহে রাতি নুহে চালিয়ে যাচ্ছে রাজ্যের সুসমাচার। প্রিয় ভাই বোন মার্ক এক করবারে জয় প্রভু জলদি জলদি ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର थैंक यू थैंक यू ईश्वर पुत्र जीशु ख्रीष्ट सुसमाचार गोटे पुणी मार्ग एक 14 ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି थैंक यू राज्यर सुसमाचार ता पूर्व घोषणा कले जहनंकर घटना पर आसी आउ तबे को सुसमाचार प्रचार कले ईश्वर मन रखंदो पॉइंट को मन रखंदो पॉइंट हिसाब रे तथ्य को बाइबल को बाहर करिया भाई प्रमाण देबा भाई लोक मानकर कर्ण गोचर करिबा भाई आपको कुछ प्रभु नाम जय এই সুসমাচার প্রিয় ভাই বোন কেবল রাজ্যর নহে কেবল পরমেশ্বরଙ୍କର নহে কেবল পরমেশ্বরଙ୍କ ପୁତ୍ରଙ୍କର ନୁହେଁ ପ୍ରିୟ ଭାଇ বোନ ମୁଁ ଆପଣଙ୍କୁ ସଂଶୋଧନ କରାଯାଉଛି କାରଣ ଗୋଟିଏ ଶବ୍ଦ ଉପରେ ମୋତେ ଅନେକ ଭାବ ଆସିଲେନି ମୁଁ ସଂଯମ ଅଛି କାରଣ ବହୁତ ବିଳମ୍ବ ହେଉଛି ପ୍ରେରିତ 20 ପୂର୍ବର 26 କିନ୍ତୁ ମୁଁ ଯେପରି ମୋର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି ତାହା ସମ୍ପୂର୍ଣ୍ଣ କରିପାରେ ସମ୍ପୂର୍ଣ୍ଣ କରିବା ଦରକାର ଅଛି ଆଉ ତାହା କେବଳ ପରମେଶ୍ୱରଙ୍କ ଅନୁଗ୍ରହର ସୁସମାଚାର ବୋଲି ଆକୁ ନାମ ଦିଆଯାଇଛି और भाव सबको आम पाई परमेश्वर अनुग्रह सुसमाचार विजाति मान आसपारे निकटवर्ती व्यवस्थाहीन लोक मैंने ईश्वर लोक मैंने जो मैंने व्यवस्थार अधिकारी नुहति परमेश्वर अधिकारी नुहति से सुसमाचार अनुग्रह सुसमाचार संपूर्ण दिने सरीज आज्ञा दिने सरीज सरीज बोली बर्तमान दुईटा कथा कह 13-25 सरीज जोहन आपणार निरूपित कर्म समाप्त करू करू कहिले थैंक यू निरूपित कर्मर जहनकर समाप्त तबे आपण कहले जहनकर काम सरला किंतु आम लोक मानकर कथा मैं कहबी आपनको रोमी 15-19 वर्तमान कथा कहबी आपनको आउ बड़ी बड़ी बनाई आउ ताने बड़ी बड़ी बनाई एही प्रकारे जेरुसालेम ठारू इल्लुरिम पर्यंत चतुर्दिगरे मु ख्रीष्टक सुसमाचार संपूर्ण रूपे प्रचार करियछि संपूर्ण करिबा भाई समय अछि प्रिय भाई बने सरीब प्रिय भाई बने आउ हेई परिबो नाही प्रचार हेई परिबो नाही जो माने प्रचार रहस्य हेबाकु चाहछन्ती मजाई घरे रही मोबाइल को यूज अन्य ज्ञानकर कौन मोबाइल नंबर फोन पे पठेबा नंबर बाध्यरे प्रभु सेवा तार सपक्ष को जो भावतु ना एबे तार मोर देखाला केत वर्ष हला हम देख सकी मते सेतबई किछ व्यस्त ना मो जहा प्रेरणा पाइबे ताहा कहबी जदि सुनो नाही जणे निश्चय से दंड प्रस्ताव पक्का प्रिय भाई बने परिवार मानक कहबी अनुग्रहर सुसमाचार महत्व आमे आज सुযোগর सद्व्यवहार करू मो भाई आपन भाई बहुत बड़ अनुग्रह आसी प्रिय भाई बने मते कुत्तेर बोले चिट्ठी देखली मो युवक उपेंद्र परिचा तुम नाम सरकार अछि तृतीय आवाज सुनी प्रथम तिमोथी 6:7-10 मु बाइबल खोली जाने प्रथम तिमोथी कौन से जानी नथली जणे भाई को जाई पचारली मोर संगे जे प्रथम तिमोथी 7:10 अलंदु देखली सेठी जगत को हम किछि आनी न हो गोला बेल को किछि नहीं न अनवस्था दिले यथेष्ट जो माने धनी होना नहीं आउ टंका को जमाइबा नहीं बहुत इच्छा करते
विनाश रूप सागर आपन टंका पैसा बैंक दिने निपात आसीबो बाइबल तन्न तन्न कहूची निपात सेतबेले को जानिबे आपण तथापि चान्स नथिबो प्रभुଙ୍କ राज्ୟ ପାଇଁ କିଛି କରିବାକୁ ଚାନ୍ସ ନଥିବ। ପ୍ରିୟ ଭାଇ ଭଉଣୀମାନେ এই সুসমাচার অনুগ্রহর সুসমাচার জানি রখন্তু এথিପାଇଁ ପାଉଲ କହିଲେ ମୁଁ ସୁସମାଚାର ନିମନ୍ତେ ଲଜ୍ଜିତ ନୁହେଁ ଭାବର ନୁହେଁ ଭୟ କରୁନାହାନ୍ତି ଯାହା କହିବା କଥା କହୁଛନ୍ତି। ପୁଣି ଆପଣଙ୍କୁ କହିବି ଏଫିସି 1:13 ତାହାଙ୍କଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। এই সুসমাচার আমাকে প্রচার করিতে পারে কিন্তু মুদ্রাঙ্কিত ଆପଣ praise the Lord बोलवा କଥା नियम अनुसार जोरदार ହେବା କଥା କିନ୍ତୁ ନାହିଁ ରସ ଏମିତି କେତେ ସମୟ ଏମିତି ହେଇକି ଶୁଣିଦେବେ ଆଜି 4টাରେ ମୁଁ ବାଧ୍ୟରେ ଛାଡ଼ିଦେବି କିଛି ଦରକାର ନାହିଁ ବେଶୀରେ 4ଟା ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ନା ଏଟା ଏ ହାତ ମାନେ ଛାଡ ରେ ବାବୁ ଛାଡ କସରତ କରିବାକୁ ଟିକେ ଶିଖା। ମୋର ବୟସ ଗଲାଣି ସରିଯିବ ଦିନେ କିଏ ଆପଣଙ୍କ ମଧ୍ୟରେ ଠିଆ ହବ କୁହନ୍ତୁ ଚିନ୍ତା କରନ୍ତୁ ଆପଣଙ୍କ ସଂସ୍ଥାର ଡାଇରେକ୍ଟର ବାରିଆଡେ ଥାଉ ଏଠି କାମ ଦେବନି ଡାଇରେକ୍ଟର ବଡ ଲୋକ ସିଆଡେ ଥାଉ ଏଠି କାମ ଦେବନି ଇଆଡକୁ କାମ ଦେବ ଏଠି କାମ ଦେବନି ଇଆଡକୁ ରୁମାଳ ପକେଇ କାମ ଦେବ ବିଲକୁଲ ଏଠି ଠିଆ ହେଇପାରିବେ ନାହିଁ। ଭାବ ଭଙ୍ଗୀ ଜଣା ପଡୁଛି ଠିଆ ହେବା ପାଇଁ ପରମେଶ୍ୱରଙ୍କ ବାକ୍ୟରେ ସନ୍ଧ୍ୟାବେଳେ କହିବି ସୁସମାଚାର ମାମୁଲି ନୁହେଁ ତାହା ଶକ୍ତିଯୁକ୍ତ। ପ୍ରିୟ ଭାଇ ଭଉଣୀମାନେ 2 Corinthians 4:4 ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଲମ୍ବା ବହୁ ସୁସମାଚାର ଗୌରବର ସୁସମାଚାର କଣ ଭାଇ ଆପଣ ଗୌରବାନ୍ୱିତ ହେବେ ପରମେଶ୍ୱର ପ୍ରଭୁ କହିଲେ ଯେ ମୋର ଅନୁଗମନ କରେ ପିତା ତାଙ୍କୁ ଗୌରବ ସମ୍ମାନ ଦେବେ। ପ୍ରଭୁଙ୍କ ଲୋକମାନଙ୍କ ପାଇଁ ସମ୍ମାନ ଅଛି ଯେଣୁ ଯେଉଁମାନେ ସୁସମାଚାର ଆଣନ୍ତି ସେମାନଙ୍କର ପାଦ କଣ ତାର ରହସ୍ୟ କଣ ତାର ରହସ୍ୟ ଆଜି ମୁଁ କହିପାରିବି ସମୟ ବହୁତ ଭାବୁଛି ଆପଣଙ୍କର ଏଫିସି 6:15 ଜୟ ସର୍ବଶକ୍ତିମାନ ପ୍ରଭୁ। ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ଏହା ହେଉଛି ଶାନ୍ତି ବିଶୃଙ୍ଖଳା ନ ହଉ ଭାଗ ବିଭାଗ କରି ଆଉ ରେଫରେନ୍ସକୁ କ୍ରିଏଟ କରିବେନି ଏହା ହେଉଛି ଶାନ୍ତି ଶାନ୍ତି ପ୍ରଦାନ କେବଳ ତାହା ନୁହେଁ ଗୋଲାବଙ୍କୁ କହିଲେ ସମସ୍ତଙ୍କର ଆନନ୍ଦ ମୁଁ ରେଡି ଥିଲି ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଓ ମରଣ ପୁନରୁତ୍ଥାନ ଆଗମନରେ ଖାସ ସୁସମାଚାର ଶବ୍ଦରେ 7ଟି ତତ୍ତ୍ୱ ଅଛି ତାକୁ ମୁଁ ଛାଡ଼ି ଦେଉଛି। ପ୍ରିୟ ଭାଇ ଭଉଣୀମାନେ এই ସୁସମାଚାରର ଜଣେ ସେବକ ହେବା ପାଇଁ ଜଣେ ଦାସ ହେବା ପାଇଁ ଆମେ କେତେ କାଳ ଜଗତର ମୋହମାୟାର ରଙ୍ଗରସର ଦାସ ହେବୁ। କାଟିଂ ଫାଟିଂ କରିକି ଗୀତ ଗାଇବାକୁ ଆସୁଛନ୍ତି ସେମାନେ ପକେଇ ଦେଇ ଆଡେ ଭାରି ଆସିବେ ସୁସମାଚାରକୁ ନେଇ ଟିକେ ତାଳି ମାରନ୍ତୁ ରାଜ୍ୟ ଲାଗେ ଖେଳ ଲାଗୁଛି ପରିବର୍ତ୍ତନ ହେବା ପାଇଁ ଆସନ୍ତୁ ପ୍ରଭୁ ସୁସମାଚାରରେ ଜନ୍ମ ପାଆନ୍ତୁ ଯେଣୁ ତାହା ମୁଁ କେବଳ କହିଦେବି ପ୍ରକାଶିତ 14:6 ଅନନ୍ତକାଳୀନ ସୁସମାଚାର ଲାଷ୍ଟ ମୁଁ ପ୍ରଶ୍ନରେ ରଖିବି ଆପଣଙ୍କୁ ଏ ସୁସମାଚାରର ପ୍ରଚାର ତ ସମ୍ପୂର୍ଣ୍ଣ ହେବ ଅନନ୍ତକାଳୀନ ସୁସମାଚାର କଣ ହେବ
प्रिय भाई बहन अनंत कालीन सुसमाचार कौन है जान रखंदो सुसमाचार रहस्य को सुसमाचार शक्ति निकट को जीवन आसंद प्रिय भाई भाई माने जुमा विरोधी माने समर्पण करंदो प्रभु निकट में गोटिए 10 मिनिट प्रार्थना करना तारी भितर जुबा जुवती भाई भाई प्रभु राज्य निमंते प्रभु राज्य निमंते पुआ मनुष्य माने भाई भूमि माने प्रभु का निमंते समय न देव प्रभु का निमंते धन देव भाई प्रभु का निमंते निज को समर्पण करिए जानि छथि के आपण ज्ञान आपण गृह निर्माण करिए ज्ञान भोज प्रस्तुत करिए से आपण पशु मान को मारी अच्छी को पशु मान को जिसो कहले बाघ मान को निकट रे मेंढा मान को पठेला बडी मुंड मान को एई मेंढा से मानकर गोटे मिस्टिकाल बुझियो आखि बंद करियो आपण माने ठिया हो जो माने चाहुचंती प्रभु राज्य निमंते निज को रखिबा तार अर्थ न प्रचार कहिबे प्रचारिका हिबे बाहा हेबे नै से कथा ओ कहने आपण को प्रभु का पिला हेबा भाई प्रभु का पुओ हेबा भाई प्रभु का झिया हेबा भाई प्रभु का राज्य भाई उठंत प्रभु का नाम जय 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 सर्वशक्तिमान प्रभु को गौरव नाम धन्य 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 प्रभु जय हालेलुया 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 भाई भण माने आपण जे प्रचारक हेबे ताहा नहे मात्र प्रभु को पिला